ରାଉରକେଲା ସରକାରୀ ଜମିରେ ହୋଇଥିବା ବେଆଇନ ହୋଟେଲ ଭାଙ୍ଗିବା ବେଳେ ହୋଟେଲ ଆଗରେ ବସିଗଲେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ। ରାଉରକେଲା ଗୁରୁଦ୍ୱାର ରୋଡରେ ସରକାରୀ ଜାଗାରେ ଗଢ଼ି ଉଠିଥିବା ହୋଟେଲ ଏବଂ ବ୍ୟବସାୟିକ ଅନୁଷ୍ଠାନର ଜବରଦଖଲ ଉଚ୍ଛେଦ ବେଳେ ଢାଲ ହୋଇ ହୋଟେଲ ସାମ୍ନାରେ ବସି ରହିଲେ ବିଜେଡି ବିଧାୟକ ଶାରଦା ନାୟକ। ରାଉରକେଲା ସହରରେ ଅନେକ ଜାଗାରେ ବେଆଇନ ଭାବେ ସରକାରୀ ଜମିରେ ହୋଟେଲଗୁଡ଼ିକ ଭାଙ୍ଗିବା ପାଇଁ ହୋଟେଲ ଆଗରେ ବସି ରହିଥିଲେ ରାଉରକେଲା ବିଧାୟକ। अरे किसी ये नहीं भागो ରାଉରକେଲାରୁ ଲବକିଶୋର ନାୟକଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ।